ଗୋଟେ କପ୍ ସୁଜିରେ ଚିନି ଓ 2 କପ୍ ଗରମ କ୍ଷୀରକୁ ଭଲ ଭାବରେ ମିକ୍ସ କରି 10 ମିନିଟ୍ ଷ୍ଟିମ୍ କରିଦେଲେ ଆମେ ପିଲାମାନଙ୍କର ସ୍କୁଲ ଟିଫିନ୍ ପାଇଁ ତିଆରି କରିପାରିବା ଏ ସୁନ୍ଦର ହେଲ୍ଦି ଏଣ୍ଡ ଟେଷ୍ଟି ସୁଜିର କ୍ୟୁଟ୍ ପିଠା, ଯାହାକୁ ବନେଇବା ବହୁତ ସହଜ ଆଉ ପିଲାମାନେ ଖାଇବାକୁ ବହୁତ ପସନ୍ଦ ମଧ୍ୟ କରିବେ। ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ତ ଚାଲନ୍ତୁ ଆମେ ମିଶିକି ଆଜି ପିଲାମାନଙ୍କ ଟିଫିନ୍ ପାଇଁ ତିଆରି କରିପାରିବା ଏ ସୁନ୍ଦର ପିଠା ବା ଆପଣ ଆକୁ ଷ୍ଟିମ୍‌ର କେକ୍ ମଧ୍ୟ କହିପାରିବେ। ସେଥିପାଇଁ ଏଠି ମୁଁ ନେଇଛି 1 କପ୍ ସୁଜି, ହାଫ୍ କପ୍ ସୁଗାର, ହାଫ୍ ଟି ସ୍ପୁନ୍ ସଲ୍ଟ ଆଉ ପିଞ୍ଚ ଅଫ୍ ଇଲାଇଚି ପାଉଡର ବା ହାଫ୍ ଟି ସ୍ପୁନ୍ ଇଲାଇଚି ପାଉଡର। ଏସବୁକୁ ମିକ୍ସର ଗ୍ରାଇଣ୍ଡର ଜାର୍‌ରେ ରଖିକି ଭଲ ଭାବରେ ଟିକେ ମିକ୍ସ କରିଦେବା। 1 ମିନିଟ୍ ବୁଲେଇଦେବା, ଯାହାଫଳରେ କି ଚିନିଟା ଗୁଣ୍ଡ ହୋଇକି ସୁଜି ସାଙ୍ଗରେ ମିଶିଯିବ। ଏବେ ମିକ୍ସିଂ ବୋଲରେ ତାକୁ ଟ୍ରାନ୍ସଫର କରିବା। ସେଥିରେ 2 ଟି ସ୍ପୁନ୍ ଆଡ୍ କରିବା ଘିଅ। ଯଦି ପିଲାମାନେ ଆପଣଙ୍କର ଘିଅର ଫ୍ଲେଭର ପସନ୍ଦ କରନ୍ତିନି ବା ଆପଣଙ୍କୁ ଭଲ ପାଆନ୍ତିନି, ତାହେଲେ ଆପଣ 2 ଚାମଚ ବଟରକୁ ମେଲ୍ଟ କରିକି ଆଡ୍ କରିବେ। ଏବେ ସେଥିରେ ଆମେ ଆଡ୍ କରିବା 1.5 କପ୍ କ୍ଷୀର। ଯୋଉ କପ୍‌ରେ ଆମେ ସୁଜି ମାପିକି ନେଇଥିଲେ, ସେଇ କପ୍‌ରେ 1.5 କପ୍ କ୍ଷୀର ଆଉ 1 କପ୍ ଆଣ୍ଡ ହାଫ୍ କପ୍ କ୍ଷୀରକୁ ଟିକେ ଗରମ କରିଦେଇକି ସେଥିରେ ଆଡ୍ କରିବା, ସୁଜିରେ ଆଡ୍ କରିବା। ତାକୁ ଭଲ ଭାବରେ ମିକ୍ସ କରିକି 10 ମିନିଟ୍ ଆମେ ରେଷ୍ଟ ଦେବା, ଯାହାଫଳରେ କି ସୁଜିଟା କ୍ଷୀର ସାଙ୍ଗରେ ମିଶିକି ଭଲ ଭାବରେ ଫୁଲି ଉଠିବ। ଦେଖନ୍ତୁ 5 ରୁ 7 ମିନିଟ୍ ଭିତରେ ସୁଜି ଏକଦମ ଭଲ ଭାବରେ ଫୁଲି ଉଠିଛି। ଏଇଭଳିଆ ଆମକୁ କନସିଷ୍ଟେନ୍ସି ଦରକାର। ଯଦି ଆପଣଙ୍କର ସୁଜିଟା ଟିକେ ଟାଣ ରହିଯାଇଛି ବା ଏମିତି ନରମ ପାଣିର ଏଇ କନସିଷ୍ଟେନ୍ସିରେ ନାହିଁ, ତାହେଲେ ସେଥିରେ ଆପଣ ଆଉ 2-3 ଚାମଚ କ୍ଷୀର ଆଡ୍ କରିବେ। ଏବେ ବ୍ୟାଟରରେ ଆମେ 1/4 ଟି ସ୍ପୁନ୍ ଆଡ୍ କରିବା ବେକିଂ ପାଉଡର, ବେକିଂ ସୋଡା ନହେଲେ ହାଫ୍ ପ୍ୟାକେଟ୍ ଇନୋ। ହାଫ୍ ପ୍ୟାକେଟ୍ ଇନୋ ଆଡ୍ କରିବା। 1 କପ୍ ସୁଜି ନେଇଛି, ହାଫ୍ ପ୍ୟାକେଟ୍ ଇନୋ ଦେବା। ଏବେ ଏମିତି ଛୋଟ ଛୋଟ ଗିନାକୁ ଘିଅରେ ଗ୍ରୀସ୍ କରିଦେବା। ଆଉ ଗ୍ରୀସ୍ କରିସାରିଲା ପରେ ସେଥିରେ ଆମେ ଯେଉଁ ବ୍ୟାଟର ତିଆରି କରିକି ରଖିଲେ ତାକୁ ହାଫ୍ ଆଡ୍ କରିବା। ଛୋଟ ଛୋଟ ଗିନା ଯଦି ଆପଣଙ୍କର ନାହିଁ, ତାହେଲେ ଆପଣ ଇଡଲିର ଷ୍ଟାଣ୍ଡରେ ମଧ୍ୟ କରିପାରିବେ। ଛୋଟ ଛୋଟ ଗିନାରେ ଯେହେତୁ ଅଛି, ମୁଁ ସେଥିରେ ବନେଇଦେଲେ ଖୁବ୍ ଶୀଘ୍ର ତାକୁ ବାହାର କରିହେବ, ସେଥିପାଇଁ ମୁଁ କରିଛି। ଏ ସବୁଥିରେ ହାଫ୍ ଦେଇକି ଟିକେ ଟ୍ୟାପ୍ କରିଦେବା। ଟ୍ୟାପ୍ କରିଦେଇକି ତାକୁ ଆମେ ଷ୍ଟିମ୍ କରିବା 10 ରୁ 15 ମିନିଟ୍ ପର୍ଯ୍ୟନ୍ତ। 10 ମିନିଟ୍ ଭିତରେ ସିଝିଯିବ। ଯଦି ଗିନା ଟିକେ ବଡ଼ ଅଛି, ତାହେଲେ ଆଉ 2-3 ମିନିଟ୍ ଆପଣଙ୍କୁ ଅଧିକ ଲାଗିବ। 10 ରୁ 15 ମିନିଟ୍ ଆମେ ତାକୁ ଷ୍ଟିମ୍ କରିଦେବା। ଷ୍ଟିମ୍ କରିସାରିଲା ପରେ ଟିକେ ଥଣ୍ଡା ହେଲା ପରେ ତାକୁ ଆପଣ ବାହାର କରିବେ। ଯେହେତୁ ଏଇଟା ପିଠା ଖାଲି ସେମିତି ସାଧା ଭଲ ଲାଗିବନି, ସେଥିପାଇଁ ସେଥିରେ ଆମେ ଆଉ କିଛି ଆଡ୍ କରିବା। ଦେଖନ୍ତୁ, ଏଇ ସୁଜିକୁ ଆମେ ସବୁବେଳେ ଗୋଟେ ଚିନ୍ତା ଥାଏ ପିଲାମାନଙ୍କୁ କ'ଣ ଦେବା ସକାଳେ। ସୁଜିରେ ସବୁବେଳେ ଆମେ ହାଲୁଆ ନହେଲେ ଉପମା ବନେଇନା ଦେଉ, ଯାହାଫଳରେ କି ପିଲାମାନେ ସେ ଗୋଟେ ପ୍ରକାର ଟିଫିନ୍ ଖାଇକି ବୋର୍ ହେଇଯାଉଛନ୍ତି। ତେଣୁ ସେଇ ସୁଜିକୁ ହିଁ ନେଇକି ଆଜି ଏଇ ସୁନ୍ଦର ପିଠା ବା ଆପଣ ଆକୁ ଷ୍ଟିମ୍ କେକ୍ ମଧ୍ୟ କହିପାରିବେ, ବନେଇକି ଦେଲେ ପିଲାମାନେ ଖୁବ୍ ସହଜରେ ଆଉ ଖୁବ୍ ଖୁସି ହେଇକି ଖାଇବେ। ଦେଖନ୍ତୁ ଏମିତି ପିଠା ଆମର ସିଝି ଯାଇଛି। ଏବେ ସେଇ ଗିନାରେ ଥିବା ଅବସ୍ଥାରେ ଟିକେ ନାଇଫ୍ ବୁଲେଇକି ବାହାର କରି ଆଣିବା। ଆଉ ସବୁଗୁଡ଼ାକ ଥରେ ବାହାର କରିସାରିଲା ପରେ ଟିକେ ଥଣ୍ଡା ହେଲା ପରେ ବାହାର କରିବା। ବାହାର କରିସାରିଲା ପରେ ଏବେ ନାଇଫ୍‌ରେ ଟିକେ ତା ଉପରେ ଏମିତି ଉପରେ ପୋର୍ କରିଦେବା, ଯାହାଫଳରେ କି ଆମେ ଯେଉଁ କ୍ରିମ୍ ଅଭୟକେ ଲଗେଇବା ତା ଉପରେ, ସେ କ୍ରିମ୍‌ଟା ତା ଭିତରକୁ ଯିବ ଭାରି। ଏବେ ସେ ପିଠାରେ ଦେବା ପାଇଁ ଗୋଟେ କ୍ରିମ୍ ତିଆରି କରିପାରିବା। ସେ କ୍ରିମ୍‌ରେ ମୁଁ ଏଠି ନେଇଛି 1 କପ୍ କ୍ଷୀର, ଫୁଲ୍ ଫ୍ୟାଟ୍ ମିଲ୍କ ନେଇଛି। ସେଥିରେ 2 ଟି ସ୍ପୁନ୍ ସୁଗାର ଆଉ 2 ଟି ସ୍ପୁନ୍ ମିଲ୍କ ପାଉଡର ଆଡ୍ କରିକି ଭଲ ଭାବରେ ମିକ୍ସ କରିଦେବା। ଯଦି ମିଲ୍କ ମେଡ୍ ଅଛି ବା କଣ୍ଡେନ୍ସ ମିଲ୍କ ଅଛି, ତାହେଲେ ଆପଣ କ୍ଷୀରରେ 3 ଚାମଚରୁ 4 ଚାମଚ କଣ୍ଡେନ୍ସ ମିଲ୍କ ଆଡ୍ କରିକି ମିକ୍ସ କରନ୍ତୁ, ଚିନି ଆଉ ମିଲ୍କ ପାଉଡର ବଦଳରେ। ଭଲ ଭାବରେ ତାକୁ ମିକ୍ସ କରିଦେଇକି ଗ୍ୟାସ୍‌ରେ ବସେଇବା ଆଉ ଲଗାତାର ଚଲେଇଥିବା ଅବସ୍ଥାରେ ଟିକେ ତାକୁ ଆମେ ଫୁଟେଇଦେବା, ଯେମିତିକି ସେଇଟା ଟିକେ ଥିକ୍ ହେଇଯିବ ଆଉ ଟିକେ କ୍ରିମି ଟେକ୍ସଚର ଆସିଯିବ। ଯେତେବେଳେ ସେ ଭଲ ଭାବରେ ସୁଗାରଟା ମିଶିଯିବ କ୍ଷୀରରେ, ସେଥିରେ ଆମେ ଆଡ୍ କରିବା 2 ଟି ସ୍ପୁନ୍ କୋକୋନଟ୍ ପାଉଡର, ମାନେ ଡେସିକେଟେଡ୍ କୋକୋନଟ୍। ଏଠି ମୁଁ 1 ରୁ 2 ଡ୍ରପ୍ ଦେଇଛି ଫୁଡ୍ କଲର, ୟେଲୋ ଫୁଡ୍ କଲର। ଯଦି ଆପଣଙ୍କ ପାଖରେ ଅଛି ତ ଆଡ୍ କରନ୍ତୁ, ନଚେତ୍ 2 ରୁ 3ଟା କେଶରର ଧାଗାକୁ ଟିକେ ହାଫ୍ ଚାମଚ କ୍ଷୀରରେ, ଗରମ କ୍ଷୀରରେ ଡିଜଲ୍ଭ କରିକି ସେଥିରେ ଆଡ୍ କରିଦେଲେ କଲର ଆସିଯିବ। ଯଦି କେଶର ବି ନାହିଁ, ସେମିତି ଖାଲି ମଧ୍ୟ ଆପଣ ସେଇ ହ୍ୱାଇଟ୍ କଲରରେ ମଧ୍ୟ ହେଇପାରିବ, ମିଲ୍କ ମେଡ୍‌ରେ କରିପାରିବେ। ଏବେ ସେ ଯେଉଁ କ୍ରିମ୍‌ଟା ଆମେ ତିଆରି କଲେ, ଯେଉଁ ପିଠା ଗୁଡ଼ାକ ଅଛି ଆମର ଗିନାରେ, ତା ଉପରେ ଏମିତି
କ୍ରିମ୍‌ଟା ଗରମ ଗରମ ତା ଉପରେ ଦେଇଦେବା। ଯାହାଫଳରେ କି ଆମେ ଯେଉଁ ନାଇଫ୍‌ରେ ପୋର୍ କରିଥିଲେ ବା କଣା କରିଥିଲେ ତା ଭିତରକୁ ସବୁ କ୍ରିମ୍ ଚାଲିଯିବ ଆଉ ଉପରେ ରହିଯିବ, ସେଟ୍ ହେଇଯିବ। ଏମିତି ରଖିକି ତାକୁ 5 ମିନିଟ୍ ଛାଡ଼ି ଦିଅନ୍ତୁ। ସେ ଯେମିତି ସେଟ୍ ହେଇକି ଥଣ୍ଡା ହେଇକି ସେଟ୍ ହେଇଯିବ। ଏବେ ପିଠା ପିଲାମାନଙ୍କ ପାଇଁ ଆମେ ତିଆରି କରୁଛେ, ତେଣୁ ତାକୁ ଗାର୍ନିଶ୍ କରିବା ପାଇଁ କିଛି ତା ଉପରେ ସଜେଇବା। ଡ୍ରାଏ ଡ୍ରାଏ ନଟ୍ସ ଯେମିତିକି କାଜୁ, ପିସ୍ତା, କିସମିସ୍, ଚେରି ଯାହା ବି ଅଛି ତାକୁ ଟିକେ ସଜେଇଦେବା। କାରଣ ଯେତିକି ସଜେଇବା ପିଲା ସେତିକି ଆଟ୍ରାକ୍ଟିଭ୍ ହେବେ ଖାଇବା ପାଇଁ। ମୁଁ ଏଠି ସଜେଇ ଦେଇଛି ଟୁଟି ଫ୍ରୁଟି, ଆପଣ ଟୁଟି ଫ୍ରୁଟି ମଧ୍ୟ ସଜେଇ ପାରିବେ। ଯେତିକି କଲରଫୁଲ୍ ହବ ଛୋଟ ପିଲା ସେତିକି ଖାଇବା ପାଇଁ ସେତିକି ପସନ୍ଦ କରିବେ। ଏବେ ଏମିତି ତାକୁ ସେଟ୍ କରିବା ପାଇଁ ରଖିଦେଇଥିବା। ଯେତେବେଳେ ପୁରା ଥଣ୍ଡା ହେଇକି ସେଟ୍ ହେଇଯିବ ତାକୁ ଆମେ ଡିମୋଲ୍ଡ କରିବା। ଦେଖନ୍ତୁ କେତେ ସୁନ୍ଦର ଭାବରେ ଛୋଟ ଛୋଟ କ୍ୟୁଟ୍ ପିଠା ତିଆରି ହେଇଯାଇଛି। ଆପଣ ଏମିତି ତାକୁ ରାତିରେ ବନେଇକି ଡିନର୍ ସରିଲା ପରେ ରଖିଦିଅନ୍ତୁ। ସକାଳେ କୌଣସି ବିନା ଟେନସନ୍‌ରେ ବାହାର କରିକି ପିଲାମାନଙ୍କୁ ଟିଫିନ୍‌ରେ ଦେଇପାରିବେ। ତ ଫ୍ରେଣ୍ଡସ୍, ଯଦି ଭିଡ଼ିଓ ଭଲ ଲାଗିଲା ତାହେଲେ ନିଶ୍ଚୟ ବନାନ୍ତୁ ପିଲାମାନଙ୍କୁ ଟିଫିନ୍‌ରେ ଦେବା ପାଇଁ। ଆଉ ଭିଡ଼ିଓକୁ ଲାଇକ୍ କରିକି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଯଦି ଫାର୍ଷ୍ଟ ଟାଇମ୍ ଦେଖୁଛନ୍ତି ତାହେଲେ ନିଶ୍ଚୟ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଫେସବୁକ୍ ପେଜ୍‌ରେ ଦେଖୁଥିଲେ ଫଲୋ କରିନେବେ। ଏମିତି ସୁନ୍ଦର ସୁନ୍ଦର ମଜେଦାର ଇଜି ରେସିପି ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏମିତି ନେକ୍ସଟ ଗୋଟେ ଭିଡ଼ିଓରେ ଆପଣଙ୍କ ସାଙ୍ଗେ ଦେଖାହେବ। ସେ ପର୍ଯ୍ୟନ୍ତ ଜୟ ଜଗନ୍ନାଥ।